ଆପଣ ଦେଖୁଛନ୍ତି ମୋର ଯେଉଁ ଡାହାଣ ପଟ ସାଇଟ୍ରେ ଫଟୋଟି ହେଉଛି ସୁରେଶ କୁମାର ଦାସ, ଯିଏକି ବୟସ ଯାହାଙ୍କର ଏବେ 55 ବର୍ଷ। ଦୀର୍ଘ 25 ବର୍ଷ ଧରି ଓଲିଉଡ୍ ଜଗତରେ ସେ କାମ କରି ଆସୁଥିଲେ। ପାଖାପାଖି 1000ରୁ ଉର୍ଦ୍ଧ୍ୱ ଆଲବମ୍ ଏବଂ ସଲାବୁଢ଼ା ଚଳଚ୍ଚିତ୍ରରେ ସେ ଥିଲେ ମୁଖ୍ୟ କଷ୍ଟ୍ୟୁମ୍ ଡିଜାଇନର। କିନ୍ତୁ ଏବେ ବଡ଼ ପ୍ରଶ୍ନ ହେଉଛି ତାଙ୍କର 2ଟି କିଡନୀ ନଷ୍ଟ ହୋଇଯାଇଛି ସମ୍ପୂର୍ଣ୍ଣ ଭାବରେ, ପେଟରେ ପାଣି ଜମିଛି। ବାରମ୍ବାର ହାତ ଯୋଡ଼ି ନିବେଦନ କରୁଛନ୍ତି, ତାଙ୍କୁ ଟଙ୍କାର ଆବଶ୍ୟକତା ରହିଛି। ଏବେ ସେ ଫିଲ୍ମ ଲାଇନ୍ରୁ ବହୁତ ଦୂରରେ, କିନ୍ତୁ ଦୀର୍ଘ 25 ବର୍ଷରୁ 30 ବର୍ଷ ପର୍ଯ୍ୟନ୍ତ ସେ ନିଜ ଜୀବନକୁ ଜଳାଞ୍ଜଳି ଦେଇ କଷ୍ଟ ଯନ୍ତ୍ରଣାର ସହିତ କାମ କରୁଥିଲେ ଓଲିଉଡ୍ ଜଗତରେ। କିନ୍ତୁ ଏବେ ତାଙ୍କର ସମ୍ପୂର୍ଣ୍ଣ ଭାବରେ 2ଟି କିଡନୀ ନଷ୍ଟ ହୋଇଯାଇଛି ଏବଂ ଛାତିରେ ପାଣି ଜମିଛି। ତାଙ୍କ ନାଁ ହେଉଛି ସୁରେଶ କୁମାର ଦାସ, ଘର ହେଉଛି କଟକ। କିନ୍ତୁ ଏତେ ଓଲିଉଡ୍ ଜଗତରେ ପ୍ରଭାବଶାଳୀ ବ୍ୟକ୍ତି ଅଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କେହି ତାଙ୍କୁ ଦେଖିବାକୁ ଆସିନାହାନ୍ତି। ବଡ଼ ଦୁଃଖର ବିଷୟ। ସିଏ ଏବେ ହାତ ଯୋଡ଼ି ଅନୁରୋଧ କରୁଛନ୍ତି, ସବୁ କଳାକାରମାନଙ୍କୁ ନିବେଦନ କରୁଛନ୍ତି କିଛି କିଛି ସାହାଯ୍ୟ ଦେଲେ ହୁଏତ ମେଡ଼ିସିନ ଖାଇ ସିଏ ଆଉ କିଛି ଦିନ ବଞ୍ଚିଯିବେ। ବଡ଼ ଦୁଃଖର ଖବର, ଯେଉଁଠିକି ତାଙ୍କର ରୋଜଗାର ନାହିଁ। ଫିଲ୍ମ ଇଣ୍ଡଷ୍ଟ୍ରିରୁ ସେ ବହୁତ ଦୂରରେ। ସାମାନ୍ୟ ଗୋଟିଏ ଚା ଦୋକାନ କରିଛନ୍ତି କଟକରେ। ତାଙ୍କ ଧର୍ମପତ୍ନୀ ଚା ଦୋକାନରୁ କେତେ ବ୍ୟବସାୟ ହେବ ଯେ ମେଡ଼ିସିନ ଖାଇବେ ଏବଂ ତାଙ୍କ ପରିବାର ଚଳେଇବେ। ତାଙ୍କର ପୁଅ ବୋହୂ ମଧ୍ୟ ଅଛନ୍ତି, କିନ୍ତୁ ସେମାନେ ମଝିରେ ମଝିରେ ଆସି ଦେଖନ୍ତି। ସେମାନେ ମଧ୍ୟ ବହୁତ କମ୍ ରୋଜଗାର କରନ୍ତି, ସେମାନଙ୍କ ପରିବାରକୁ ନିଅନ୍ତ। ସେମାନେ ସିଧାସଳଖ ମନା କରିଦେଲେ ବାପା ମାଙ୍କୁ, ଯଦି ଆମ ପରିବାରର ଚଳଣିରୁ କମ୍ ପଡ଼େ ବା ପଇସା ବଳକା ପଡ଼େ ତାହେଲେ ସାହାଯ୍ୟ କରିବେ, ନହେଲେ ନାହିଁ। ସିଧାସଳଖ ମନା କରିଦେଲେ ପୁଅ ବୋହୂ। କିନ୍ତୁ ସେ ନିବେଦନ କରିଛନ୍ତି ବରିଷ୍ଠ କଳାକାରମାନଙ୍କୁ, ତାଙ୍କୁ ଯଦି ଏହି ସମୟରେ ଦେଖା କରି କିଛି କିଛି ସାହାଯ୍ୟ କରନ୍ତି, ହୁଏତ କିଛି ଦିନ ପାଇଁ ସେ ମେଡ଼ିସିନ ଖାଇ ହୁଏତ ବଞ୍ଚି ଯାଇପାରନ୍ତି। ସେ ସବ୍ୟସାଚୀ ମହାପାତ୍ର, ଅନୁଭବ ମହାନ୍ତି, ଅନେକ ବରିଷ୍ଠ କଳାକାରଙ୍କ ସହିତ କାମ କରିଛନ୍ତି। ସେ ଜଣେ ବେଷ୍ଟ ସୁପରିଚିତ କଷ୍ଟ୍ୟୁମ୍ ଡିଜାଇନର ଭାବରେ ପରିଚିତ। ରାଜ୍ୟ ଚଳଚ୍ଚିତ୍ର ସଲାବୁଢ଼ା ଚଳଚ୍ଚିତ୍ରର କଷ୍ଟ୍ୟୁମ୍ ଡିଜାଇନର ଭାବେ ରାଜ୍ୟ ଚଳଚ୍ଚିତ୍ର ଆୱାର୍ଡ଼ ମଧ୍ୟ ପାଇଛନ୍ତି। ଏଠି ବଡ଼ ପ୍ରଶ୍ନ ଉଠୁଛି, ସେ ଯେତେବେଳେ କଳାକାର ଭତ୍ତା ପାଇଁ ଆବଶ୍ୟକ ଡକୁମେଣ୍ଟ ପୂରଣ କରିଥିଲେ, ସେଠି ତାଙ୍କୁ ସିଧାସଳଖ ମନା କରିଦେଇଥିଲେ। ଇଏ କେଉଁ କଳାକାର, ତାଙ୍କୁ ଟଙ୍କା ଦିଆଯିବ? ଯଦି ଓଲିଉଡ୍ ଜଗତରେ ଜଣେ କଷ୍ଟ୍ୟୁମ୍ ଡିଜାଇନର ଜୀବନ ସାରା ବିନା କମ୍ ପରିଶ୍ରମ କରି ଆଜି ନିଜ ଜୀବନ ସହ ସଂଘର୍ଷ କରୁଛି, ଇଏ କେଉଁ ଭଳିଆ କଥା ଯେଉଁଠି ତାଙ୍କୁ କହୁଛନ୍ତି ତୁମେ ଜଣେ କଳାକାର ନୁହେଁ? କାନ୍ଦି କାନ୍ଦି ତାଙ୍କ ଧର୍ମପତ୍ନୀ ଜଣାଇଛନ୍ତି, ଯଦି ତାଙ୍କୁ ଏହି ମୁହୂର୍ତ୍ତରେ କିଛି କିଛି ସାହାଯ୍ୟ କରାଯିବ ତାହେଲେ ହୁଏତ ତାଙ୍କ ମେଡ଼ିସିନ ଖର୍ଚ୍ଚରେ ସେ କିଛି ଦିନ ବଞ୍ଚିଯିବେ। ତାଙ୍କ ନାଁ ହେଉଛି ସୁରେଶ କୁମାର ଦାସ, ଘର ହେଉଛି କଟକ। ଆପଣ ଦେଖୁଛନ୍ତି ସିଧାସଳଖ ଫଟୋ ମୁଁ ଆପଣଙ୍କୁ ଦେଖାଉଛି। ଇଏ ହେଉଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ସୁପରିଚିତ କଷ୍ଟ୍ୟୁମ୍ ଡିଜାଇନର। ସମସ୍ତେ ତାଙ୍କୁ ନନା ବୋଲି ଜାଣନ୍ତି, କିନ୍ତୁ ଏବେ ଗୋଟେ ତାଙ୍କ 2ଟି କିଡନୀ ଖରାପ ହୋଇଯାଇଛି, ଛାତିରେ ପାଣି ଜମିଛି, ବଞ୍ଚିବା ବହୁତ କଷ୍ଟ ହୋଇପଡ଼ିଛି। ତାଙ୍କୁ ଡକ୍ଟର ମଧ୍ୟ ଫେରାଇ ଦେଇଛନ୍ତି, କିନ୍ତୁ ମେଡ଼ିସିନ ପାଇଁ ଅର୍ଥ ବାଧକ ସାଜିଛି। ତାଙ୍କ ପାଖରେ ଟଙ୍କାଟିଏ ବି ନାହିଁ। ଗୋଟିଏ ଚା ଦୋକାନରୁ ସାମାନ୍ୟ ଯେତିକି ରୋଜଗାର ହୁଏ ତାଙ୍କ ଘର ଖର୍ଚ୍ଚକୁ ନିଅଣ୍ଟ, ସେ ମେଡ଼ିସିନ କେମିତି ଖାଇବେ? ସାରା ଓଡ଼ିଶାବାସୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତର ସମସ୍ତଙ୍କୁ ନିବେଦନ କରିଛନ୍ତି, କିଛି କିଛି ଟଙ୍କା ଯଦି ତାଙ୍କୁ ଦାନ କରାଯାଏ ହୁଏତ ସେ ବେଶ ସୁସ୍ଥ ହୋଇପାରନ୍ତେ। ପୁଣି ଆମ ଓଲିଉଡ୍ ଇଣ୍ଡଷ୍ଟ୍ରିକୁ ଆସି ସାଜସଜ୍ଜାରେ ଦୃଷ୍ଟି ଆକର୍ଷଣ କରନ୍ତେ କଳାକାରଙ୍କୁ। ଯାହା ସକାଳର ବଡ଼ ଖବର, ଲାଟେଷ୍ଟ ଅପଡେଟ୍।